ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କୁ ଏହି ତିନୋଟି ଜିନିଷ ଭୁଲରେ ବି ଚଢ଼ାନ୍ତୁ ନାହିଁ, ନାହିଁ ତ ଭଗବାନ ଗଣେଶ ଆପଣଙ୍କ ଉପରେ ରୋଷ୍ଟ କରିବେ। ତେବେ ଚାଲନ୍ତୁ ଜାଣିବା କ'ଣ ସେହି ତିନୋଟି ଜିନିଷ। ଜାଣିବା ଆଗରୁ ମହାଦେବଙ୍କ ଭକ୍ତଗଣ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ। ନମ୍ବର 1, ଭଗବାନ ଗଣେଶଙ୍କୁ କେବେ ବି ତୁଳସୀ ପତ୍ର ଚଢ଼ାନ୍ତୁ ନାହିଁ, କାହିଁକି ନା ପୌରାଣିକ ପ୍ରଥା ଅନୁସାରେ ତୁଳସୀ ମାଙ୍କୁ ପ୍ରଭୁ ଗଣେଶଙ୍କୁ ଅଭିଶାପ ଦେଇଥିଲେ। ନମ୍ବର 2, ଭଗବାନ ଗଣେଶ ଓ ମହାଦେବଙ୍କୁ କେବେ ବି କେତକୀ ଫୁଲ ଚଢ଼ାନ୍ତୁ ନାହିଁ। ନମ୍ବର 3, ପ୍ରଭୁ ଗଣେଶଙ୍କୁ କେବେ ଧଳା ରଙ୍ଗର କୌଣସି ବି ଜିନିଷ ଚଢ଼େଇବା ଉଚିତ ନୁହେଁ, କାହିଁକି ନା ଧଳା ରଙ୍ଗର ଜିନିଷ ଚନ୍ଦ୍ରମା ସହିତ ସମ୍ବନ୍ଧ ରହିଥାଏ, ଆଉ ଚନ୍ଦ୍ରମା ଦିନେ ଭଗବାନ ଗଣେଶଙ୍କର ଚେହେରାକୁ ମଜାକ ଉଡ଼ାଇଥିଲେ। ଏଥିପାଇଁ ପ୍ରଭୁ ଗଣେଶ ଚନ୍ଦ୍ରମାଙ୍କୁ ଅଭିଶାପ ଦେଇଥିଲେ। ଏହି କାରଣରୁ ପ୍ରଭୁ ଗଣେଶଙ୍କୁ କୌଣସି ଧଳା ରଙ୍ଗର ବସ୍ତ୍ର ଚଢ଼ାଯାଉ ନଥିଲା।